ସେଦିନ ଦେବବ୍ରତ ଅନିତା ଉପରେ ବିରକ୍ତ ହୋଇ କହୁଥିଲା ନିଜ ରକ୍ତ ସମ୍ପର୍କ ଭାଇ ଥାଉ ଥାଉ ଫେସବୁକରେ କାହା ସହିତ ଏମିତି ଭାଇ ସମ୍ପର୍କ ଯୋଡ଼ିବା କଣ ଆବଶ୍ୟକ ଥିଲା। ଅନିତା ରାଗି କହିଲା ଭାଇ ସମ୍ପର୍କ ଯୋଡ଼ିଛି ପ୍ରେମିକର ନୁହଁ। ଦେଖ ବିଚାରା 2 ମାସ ହେଲା କହି ଆସୁଛି ଦିଦି ମୋ ବାହାଘରକୁ ଭାଇନାଙ୍କୁ ସାଥିରେ ନେଇ ନିଶ୍ଚୟ ଆସିବ। ତୁମେ ବାହାଘରକୁ ଯିବାକୁ ଚାହଁନି ତେବେ ନ ଆସ, କିନ୍ତୁ ଏ ବିଶ୍ୱାସର ସମ୍ପର୍କରେ କଳଙ୍କର ଦାଗ ଲଗାଅନି। ଏକଥା କହି ଅନିତା କାନ୍ଦି କାନ୍ଦି ବେଡରୁମକୁ ଚାଲିଗଲା। ସେଦିନ ଦେବବ୍ରତ କମ୍ପାନୀ କାମରେ ରାଉରକେଲା ଯାଇଥିଲା। ଖବର ମିଳିଲା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ସେ ହସ୍ପିଟାଲରେ ଆଡମିଟ୍ ହୋଇଛି। ତୁରନ୍ତ ଅନିତା ରାଉରକେଲା ହସ୍ପିଟାଲରେ ପହଞ୍ଚି ଦେଖେ ତ ଦେବବ୍ରତ ବେଡ୍ରେ ଶୋଇଛି, ଆଉ ପାଖ ବେଡ୍ରେ ତା ସୋସିଆଲ ମିଡିଆର ସମ୍ପର୍କର ଭାଇ ଅନୁରାଗ ତାକୁ ରକ୍ତ ଦେଉଥାଏ। ଅନିତା କାନ୍ଦି କାନ୍ଦି କହିଲା ମତେ କ୍ଷମା କରିଦେବ ଅନୁରାଗ, ତୁମ ବାହାଘରକୁ ଆସିପାରିଲିନି। ନା ଦିଦି, କ୍ଷମା ମାଗି ମତେ ଛୋଟ କରିଦିଅନି। ପିଲାଟି ଦିନରୁ ମା ବାପାଙ୍କୁ ହରାଇଛି, ଭାଇ ଭଉଣୀ ସମ୍ପର୍କ କଣ ଜାଣିନି। ତୁମକୁ ଫେସବୁକରେ ଦେଖିବା ମାତ୍ରେ ତୁମକୁ ମୋ ଦିଦି ଆସନରେ ବସାଇ ରଖିଛି। ଅନୁରାଗ ଓ ଅନିତାର କଥା ଶୁଣି ଦେବବ୍ରତ ଆଖିରୁ ପଶ୍ଚାତାପର ଲୁହ ଝରି ପଡୁଥିଲା।